2029 ନିର୍ବାଚନର ଟ୍ରେଲର ଦେଖିବାକୁ ମିଳିବ। ନୂଆପଡ଼ା ଉପନିର୍ବାଚନରେ ପ୍ରତ୍ୟେକ ଦଳ ମଇଦାନକୁ ଓହ୍ଲାଇ ସାରିଛନ୍ତି। ଅଙ୍କ କଷା ବି ଚାଲିଛି। କିନ୍ତୁ ନୂଆପଡ଼ା ଉପନିର୍ବାଚନ ପରିଣାମ କହିବ 2029 ମସିହାରେ ଓଡ଼ିଶାରେ କିଏ ସରକାରକୁ ଆସିବ। ହଁ ଦର୍ଶକ ବନ୍ଧୁ, ଭୋଟରମାନେ କଂଗ୍ରେସ ଶାସନକୁ ଦେଖିଛନ୍ତି, ବିଜେଡି ଶାସନକୁ ମଧ୍ୟ ଦେଖି ସାରିଛନ୍ତି, ବିଜେପିର 1.5 ବର୍ଷର ଶାସନ ମଧ୍ୟ ଦେଖୁଛନ୍ତି। ତେଣୁ ଭୋଟରମାନଙ୍କ ମଧ୍ୟରେ ବୋଧହୁଏ ଆଉ ଦ୍ୱନ୍ଦ୍ୱ ନଥିବ ଯେ ସେମାନେ କାହାକୁ ଭୋଟ ଦେବେ। ଦର୍ଶକ ବନ୍ଧୁ, ନୂଆପଡ଼ା ଉପନିର୍ବାଚନ ଯେତିକି ପାଖଉଛି, ରାଜ୍ୟ ରାଜନୀତି ସେତିକି ସରଗରମ ହେଉଛି। ଗତ ସେପ୍ଟେମ୍ବର 8 ତାରିଖରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କର ପରଲୋକ ଘଟିଥିଲା। ଏନେଇ ଖାଲି ପଡ଼ିଥିବା ଏହି ଆସନ ପାଇଁ ଉପନିର୍ବାଚନ ହେବାକୁ ଯାଉଛି। ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଅକ୍ଟୋବର 13 ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ଉକ୍ତ ନିର୍ବାଚନ ପାଇଁ ଅକ୍ଟୋବର 20 ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ଦାଖଲ କରାଯିବ। ଅକ୍ଟୋବର 22ରେ ପ୍ରାର୍ଥୀପତ୍ର ଯାଞ୍ଚ ଏବଂ 24ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ। ନଭେମ୍ବର 11 ତାରିଖରେ ମତଦାନ ହେବ। ନଭେମ୍ବର 14 ତାରିଖରେ ଭୋଟ ଗଣତି କରାଯାଇ ଫଳାଫଳ ପ୍ରକାଶ ପାଇବ। ବ୍ୟୁରୋ ରିପୋର୍ଟ, ଜନଜାଗରଣ ଓଡ଼ିଆ। ଭିଡ଼ିଓ ଗୁଡ଼ିକ ଆପଣମାନଙ୍କୁ ଭଲ ଲାଗୁଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ଲାଇକ୍ ସେୟାର କରିବାକୁ ଭୁଲନ୍ତୁ ନାହିଁ।